ବର୍ତ୍ତମାନ ସମୟରେ ପିଲାମାନଙ୍କ ମନରେ ଖାଲି ଗୋଟିଏ ଡର। ସେମାନେ ବହୁତ ପିଲାମାନେ କମେଣ୍ଟ ସେକ୍ସନରେ ଜଣାଉଛନ୍ତି, କହୁଛନ୍ତି ସାର୍ ଆମର ତ ଏକ୍ଜାମ ସରିକି 15 ଦିନ ବି ହେଇନାହିଁ, କାହାର 20 ଦିନ ହେଇଛି। ମାନେ ସିପିଟି ଏକ୍ଜାମଟା ଅଛି କେତେ ତାରିଖ ତୁମର? ମେ 5ରୁ 6 ତାରିଖ ଭିତରେ ତୁମର ହେଇଯିବ। ତ ଅନେକ ସାରା ପିଲାମାନେ କହୁଛନ୍ତି ସାର୍ ଆମେ କିଛି ପ୍ରିପେୟାର ହେଇନୁ, କ'ଣ କରିବୁ ଏକ୍ଜାମରେ? ତ ତେଣୁକରି ଅନେକ ସାରା ପିଲାମାନେ ଡରି ଯାଉଛନ୍ତି। ସେମାନେ କହୁଛନ୍ତି ଆମେ କେମିତି ଲେଖିବୁ, ଏକ୍ଜାମରେ କ'ଣ ଆସିବ, ସିପିଟିର କ୍ୱେଶ୍ଚନ କେମିତି ଆସେ। ତ ଅଲରେଡି ତୁମର 2ଟି କ୍ୱେଶ୍ଚନ ହେଲା, ତୁମର ପ୍ରିଭିୟସ୍ ଇୟର 2ଟି କ୍ୱେଶ୍ଚନ ଆମେ ଆଲୋଚନା କରିସାରିଛେ। ଆଉ ମେନ୍ ରହିଲା ତୁମର ସିଲାବସ୍। ଅନେକ ସାରା ପିଲାମାନେ କହୁଛନ୍ତି ଟିକେ ସିଲାବସ୍ ଟି କହିଦିଅନ୍ତୁ ଯେ କୋଉଠୁ କ୍ୱେଶ୍ଚନ ଆସିବ ହେଲା। ଆଜିର ଭିଡ଼ିଓଟି ସମସ୍ତ ପିଲାଙ୍କ ପାଇଁ ବହୁତ ହି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ, କାହିଁକି ନା ପିଲାମାନେ ଆଜି ଆମେ ଆଲୋଚନା କରିବା ସମ୍ପୂର୍ଣ୍ଣ ଭାବରେ ତୁମର ସିପିଟିର କ୍ୱେଶ୍ଚନ ଅନୁଯାୟୀ ସବୁଠୁ ମାନେ ଅଧିକ କ୍ୱେଶ୍ଚନ କୋଉଠୁ ଆସେ, କେମିତି ଆସିବ, ତ ସବୁ କିଛି ଆମେ ଆଜିର ଗୋଟେ ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା। ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ତୁମର ସିପିଟିର ଗୋଟେ ବ୍ରହ୍ମାସ୍ତ୍ର ଭିଡ଼ିଓ, କାହିଁକି ନା ପିଲାମାନେ ଆଜି ଆମେ ଆଲୋଚନା କରିବା ସିପିଟିର ଯେଉଁ ମୂଳ କନସେପ୍ଟ, ସମ୍ପୂର୍ଣ୍ଣ ଭାବରେ ତୁମର ଓଡ଼ିଆ ସାହିତ୍ୟର ଇତିହାସ, ତୁମର ଯେଉଁ ବହିରୁ କି ସିପିଟିର ତୁମର ବେଶୀ କ୍ୱେଶ୍ଚନ ଆସିଥାଏ। ପ୍ରାୟତଃ ଦେଖନ୍ତୁ ସିପିଟି ଏକ୍ଜାମର 60% ତୁମର କ୍ୱେଶ୍ଚନ କୋଉଠୁ ଆସିଥାଏ ନା ତୁମର ଓଡ଼ିଆ ସାହିତ୍ୟର ଇତିହାସରୁ ଆସିଥାଏ। କାହାର ନା ଯେଉଁ ସୁରେନ୍ଦ୍ର କୁମାର ମହାରଣା ଲେଖିଛନ୍ତି। ଆମେ ଥିଓରି କ୍ଲାସଟି କରିବା ହେଲା, ତ ଅଲରେଡି ତୁମର କ'ଣ ସର୍ଟ କ୍ୱେଶ୍ଚନ ଗୁଡ଼ାକ ଆମେ ଆଲୋଚନା କରିସାରିଥାଏ। କେମିତି ନା ତୁମର ଯେଉଁ କ'ଣ ଫାର୍ଷ୍ଟ ସେମିଷ୍ଟାର ସେକେଣ୍ଡ ସେମିଷ୍ଟାର ଯେଉଁ ଅଡ଼ିଏନ୍ସ ପିଲାମାନେ ଅଛନ୍ତି, ତ ତାଙ୍କର +3 ଆମେ ସବୁ ଆଲୋଚନା କରିସାରିଛେ ସର୍ଟ କ୍ୱେଶ୍ଚନ ଗୁଡ଼ାକ। ତମାନେ ଯଦି କ'ଣ ପ୍ରିପେୟାର ହେବାକୁ ଚାହୁଁଛନ୍ତି ସେଇ ଭିଡ଼ିଓ ମଧ୍ୟ ଦେଖିପାରିବ। କେବଳ ସିପିଟି ପାଇଁ କେବଳ ସିଲେକ୍ସନ କ୍ୱେଶ୍ଚନ ଗୁଡ଼ାକ ମଧ୍ୟ ସର୍ଟ ଅଛି, ତ ସେଗୁଡ଼ା ବି ମଧ୍ୟ ଆମେ ଆଲୋଚନା କରିବା। ତ ଚାଲନ୍ତୁ ଆଜିର ଥିଓରି ଭିଡ଼ିଓ ମାଧ୍ୟମରେ ଆମେ ସମ୍ପୂର୍ଣ୍ଣ ଭାବରେ ତୁମର ଯେଉଁ ଓଡ଼ିଆ ସାହିତ୍ୟର ଇତିହାସ ସୁରେନ୍ଦ୍ର କୁମାର ମହାରଣାଙ୍କର କ'ଣ ସବୁ ରହିଛି, ତ ତାହା ଆମେ ଦେଖିବା। ଦେଖ ତୁମର ଓଡ଼ିଆ ସାହିତ୍ୟର ଇତିହାସ ହେଲା। ଚାଲ ଦେଖନ୍ତୁ ପିଲାମାନେ ଆମେ ଆଲୋଚନା କରିବା ପୂର୍ବରୁ ମୁଁ ଫାଷ୍ଟ କଥା କହି ରଖୁଛି ଯେ ଯେଉଁ ପିଲାମାନଙ୍କ ପାଖରେ এই ବହିଟି ନାହିଁ, ଯେଉଁ ତୁମର ଓଡ଼ିଆ ସାହିତ୍ୟର ଇତିହାସ ବହିଟି ନାହିଁ, ଆଉ ସିପିଟି ଏକ୍ଜାମ ପାଇଁ ଯେଉଁ ପିଲାମାନେ ପ୍ରିପେୟାର ହେଉଛନ୍ତି ତାଙ୍କ ପାଇଁ ଏହି ବହିଟି ନିହାତି ଭାବରେ ତୁମମାନେ ଗୋଟେ ଆଣ ହେଲା। ଏହି ବହିଟା ନ ଆଣିଲେ ତୁମମାନେ କିଛି ବୁଝିପାରିବ ନାହିଁ। ତ ୟାର ପ୍ରାଇସ୍ ବି ଅଧିକ ନାହିଁ, ବହୁତ କମ୍ ଅଛି। ତ ଏଇଟା ବହିଟା ତୁମମାନେ ଆଣିପାରିବ ହେଲା। ତାପରେ ଆମେ ଦେଖିବା କ'ଣ ସବୁ ଅଛି ତାର ବିଷୟବସ୍ତୁକୁ ଯିବା ହେଲା। ଦେଖ এইটু তোমার অছি সূচিপত্র পড়ে আসলে প্রথম অছি ওড়িশার ইতিবৃত্তি বিষয়ে হেলা। এগুড়া এতে তোমার গুরুত্বপূর্ণ না, এইটু তোমার মেন পাঠ আসলে যে ওড়িয়া ভাষার হেলা, ওড়িয়া ভাষার ইতিবৃত্তি তা সহ ওড়িয়া লিপি হেলা। তো সেগুড়া মধ্যে আমি জানিবা। তো চলো ওড়িয়া সাহিত্যর ইতিবৃত্তি আলোচনা পরম্পরা গুড়িক অছি। এইটু দেখো তোমার ওড়িয়া সাহিত্যর যুগ বিভাজন, যে সারଳା যুগ হয়ে যাও কি প্রাক সারଳା যুগ ହେଲା, ପଞ୍ଚସଖା ଯୁଗ, ଏଇଠୁ ତୁମର ବିଭିନ୍ନ ପ୍ରକାର ଯୁଗ ବିଷୟରେ ଆମେ ଜାଣିବା। ତାପରେ ଯୁଗ କେମିତି ବିଭାଜନ, ମାନେ ଯୁଗର ନାଁ କେମିତି ଦିଆଯାଇଥାଏ ନା ସେଇ ସମୟରେ ଯେଉଁ ପପୁଲାର କବି ବା ଲେଖକ ଗୁଡ଼ିକ ଥିଲେ, ତ ତାଙ୍କରି ନାଁ ଅନୁସାରେ ବା ସେମାନେ ଯେଉଁ ଲେଖୁଥିଲେ ତ ତାଙ୍କର ସମୟ ଅନୁସାରେ ବିଭିନ୍ନ ପ୍ରକାର ଯୁଗର ବିଭାଜନ କରାଯାଇଛି। ସେଇଭଳି ଭାବରେ ଦେଖିବା କ'ଣ ତୁମର କଥିତ ସାହିତ୍ୟ ବା ଲୋକ ସାହିତ୍ୟ ମଧ୍ୟ ଅଛି। ସେଠାରେ ତୁମେ କ'ଣ ଯିବ, ଯେମିତିକି ଲୋକଗୀତ, ନାରୀ ଗୀତ, ପୁରୁଷ ଗୀତ ଯେଉଁ ଆମେ ପଢ଼ିଥିଲେ ହେଲା। ତ ସେଟା ନାରୀ ପୁରୁଷ ଗୀତ, ଶିଶୁ ଗୀତ ଯେଉଁଟାକି କ'ଣ ନର୍ସରୀ ରାଇମ୍ ବୋଲି କୁହାଯାଏ। ଲୋକଗୀତର ବିଭିନ୍ନ ରସ ଗୁଡ଼ିକ ମଧ୍ୟ ଜାଣିବା ହେଲା। ତ ଇତ୍ୟାଦି ସମୟରେ କୋଉଠି ରହୁଛୁ ନା ସେଗୁଡ଼ା ସବୁ ତୁମ କଥିତ ସାହିତ୍ୟ ଏବଂ ଲୋକ ସାହିତ୍ୟରେ ରହୁଛି। ଏଟା ହେଲା ତୁମର ପ୍ରାରମ୍ଭିକ ଯୁଗ ହେଲା। ଦେନ୍ ତାପରେ କ'ଣ ଜାଣିବା ନା ଅଭିଲେଖ ସାହିତ୍ୟ। ଅଭିଲେଖ ସାହିତ୍ୟ ସେମିତି ଅଛି। ଦେନ୍ ତାପରେ ଅଛି ଲିଖିତ ସାହିତ୍ୟ। ଲିଖିତ ସାହିତ୍ୟରେ କ'ଣ ଗୁଡ଼ା ଯିବ, ଯେମିତି ତୁମର ଚର୍ଚ୍ଚା ସାହିତ୍ୟ ହେଇଯିବ ହେଲା। ତ କ'ଣ ଲୁପ୍ତ ପଦାର୍ଥର ବିଭିନ୍ନ ପ୍ରକାର ଟୀକା, ତା ସହିତ ଚର୍ଚ୍ଚା ସାହିତ୍ୟର ଯେଉଁ କ'ଣ 84 ସିଦ୍ଧେଶ୍ୱର ବିଷୟରେ, ତ ସେଗୁଡ଼ା ସବୁ କ'ଣ କୁହନ୍ତି ଯିବ ନା ଏହି ଲିଖିତ ସାହିତ୍ୟରେ ଯିବ। ତାପରେ ଆମେ ଆଲୋଚନା କରିବା କ'ଣ ଯେଉଁ ପ୍ରାକ୍ ସାରଳା ଯୁଗର ବିଶେଷତ୍ୱ ବିଷୟରେ। ତାପରେ ଆସିଲା ତୁମର ଚତୁର୍ଥ ପ୍ରସଙ୍ଗରେ ପ୍ରାକ୍ ସାରଳା ଯୁଗୀୟ ସାହିତ୍ୟ ଭାବରେ ଗୃହୀତ କେତେକ କ'ଣ ବିବଦମାନ ଓ ସଂଶୋଧିତ ରଚନା ଗୁଡ଼ିକ ବିଷୟରେ। ଯେମିତି ସେଥିରେ କ'ଣ ଅଛି, ଯେମିତି ନାଥ ସାହିତ୍ୟ ହେଇଯାଉ କି ଶୈବ ସାହିତ୍ୟ ହେଇଯାଉ। ନାଥ ସାହିତ୍ୟରେ କ'ଣ ଯିବ, ନାଥ ଧର୍ମ, ମତ୍ସ୍ୟେନ୍ଦ୍ର ନାଥ, ଗୋରକ୍ଷନାଥ, ନାଥ ସାହିତ୍ୟ, ଶିଶୁବେଦ, ଅମରକୋଷ ଗୀତା, ଦେନ୍ ମତ୍ସ୍ୟେନ୍ଦ୍ର ଗୀତା। ସେଇଭଳି ଭାବରେ ତୁମର ଶୈବ ସାହିତ୍ୟରେ କ'ଣ ଯିବ, ଶୈବ ଧର୍ମ ଯିବ, ଶୈବ ସାହିତ୍ୟ ଯିବ, କଳସା ଚଉତିଶା ଯିବ, ରୁଦ୍ର ସୁଧାନୀତି, ସମନାଥ ବ୍ରତ ଇତ୍ୟାଦି। ଆଉ ଅନ୍ୟାନ୍ୟ ରଚନା ଗୁଡ଼ିକ ଯେଉଁ ଅଛି ମାଧବରା ପାଞ୍ଜି, କେଶବ କୋଇଲି। ମାଧବରା ପାଞ୍ଜିରୁ ଓଡ଼ିଶାର ଇତିହାସ ବିଷୟରେ ଜଣାଯାଇଥିଲା ସମ୍ପୂର୍ଣ୍ଣ ବିବରଣୀ, ଏଇଟା ମନେ ରଖିବ। ଗୋଟେ ହେଲା ମାଧବରା ପାଞ୍ଜି, ଆଉ ଗୋଟେ ଯେଉଁ କ'ଣ ଖାରବେଳଙ୍କର ହାତୀଙ୍କୁ ବସିଲା ଲୋକ। ଏଇ ଦୁଇଟି ଜାଗାରୁ ଆମର ଓଡ଼ିଆ ସାହିତ୍ୟର ପ୍ରାଚୀନର ଇତିହାସ ଆମେ ଜାଣିବାକୁ ପାଇଥାଉ। ଦେନ୍ ଦେଖ ତାପରେ କ'ଣ ଯାଏ ପଞ୍ଚମ ପ୍ରସଙ୍ଗରେ ସାରଳା ଯୁଗ, ସାଂସ୍କୃତିକ ଅଭ୍ୟୁଦୟ, ରାଜନୈତିକ ପରିସ୍ଥିତି, ତା ସହିତ କ'ଣ
ତାର ଜନ୍ମସ୍ଥାନ, ପରିଚୟ, ବାଲ୍ୟ ଶିକ୍ଷା, ପାରିବାରିକ ଜୀବନ ଇତ୍ୟାଦି ସବୁ ରହୁଛି। ଦେନ୍ କବିଙ୍କ ରଚନାବଳୀ, ଏଇଟା ତୁମର ମେନ୍ ଜାଣିଲା କାହାର ନା ସାରଳା ଯୁଗ ବା ସାରଳା ଦାସଙ୍କର ତାଙ୍କର ବିଭିନ୍ନ ପ୍ରକାର ରଚନାବଳୀ ବିଷୟରେ ସବୁଠୁ ମେନ୍ କଣ ରହୁଛୁ ନା ସବୁଠୁ ମେନ୍ ହଉଛି ଆମର ମହାଭାରତ। ମହାଭାରତରୁ ପ୍ରାୟତଃ ନିହାତି ଭାବରେ ଗୋଟିଏରୁ ଦିଟା କ୍ୱେଶ୍ଚେନ୍ ଆସିଥାଏ, କମ୍ପଲସରି ବି ଏ ବର୍ଷ ବି ଆସିବ ହେଲା। ତ ଏଇଟା ଧ୍ୟାନ ଦେବ। ଆଉ ତାଙ୍କର ଅନ୍ୟାନ୍ୟ ଯୋଉ ରଚନାବଳୀ ଅଛି ଯେମିତିକି ବିଲଙ୍କା ରାମାୟଣ ହେଇଯାଉ, ଅନେକ ସାରା ଯେମିତି ଅଛି ଲକ୍ଷ୍ମୀନାରାୟଣ ବଚନିକା, ସେଥିରୁ ମଧ୍ୟ କ୍ୱେଶ୍ଚେନ୍ ଆସିବ ହେଲା। ଚଣ୍ଡୀ ପୁରାଣ, କେତୋଟି ପର୍ବ ଅଛି ତ ସେଗୁଡା ମଧ୍ୟ ମାନେ ପ୍ରତ୍ୟେକ ପର୍ବର କଣ ସବୁ ରହିଛି ତ ସେଗୁଡା ମଧ୍ୟ ଟିକେ ଟିକେ ପଢିଦବ ହେଲା। ଆଉ ମେନ୍ ତ ମାନେ ମହାଭାରତ ଟା ନିହାତି ପଢିବ ସେଟା। ତାପରେ ଆସିଲା ପଞ୍ଚସଖା ଧର୍ମ, ପଞ୍ଚସଖା ଯୁଗ ବିଷୟରେ ହେଲା। ସେଟା କଣ 5ଟି କବି ଥିବେ, ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଶିଶୁନନ୍ଦ ଦାସ, ତାଙ୍କର ବିଷୟରେ ପଢିବ। ତାପରେ ରହିଲା ତୁମର ସେବାରେ ତୁମର ଏବଂ ସେଇ ମାନେ ଦେଖ ପଞ୍ଚସଖା ଯୁଗରେ ଏବଂ ସେଇ 5ଟା କବି ବ୍ୟତୀତ ଅନ୍ୟାନ୍ୟ ଯୋଉ ସମସାମୟିକ କବି ମାନେ ଥିଲେ ତାଙ୍କ ବିଷୟରେ ମଧ୍ୟ କ୍ୱେଶ୍ଚେନ୍ ଆସିପାରେ, ତାଙ୍କର ଲେଖା ବିଷୟରେ ହେଲା। ଆଉ ତାଙ୍କର ବେଶୀ କିଛି ଆସିବନି, ମାନେ ଏତେ ଡିଟେଲରେ ଆସିବନି ହେଲା। ତାର ଉପରେ ତାଙ୍କ ଲେଖା ଗୁଡିକ କଣ କଣ ଲେଖିଥିଲେ, ତାଙ୍କ ନାମ ଗୁଡିକ ତ ସେଇଆ ହିଁ ଆସିବ। ଦେନ୍ ତାପରେ ଦେଖ ହେଲା ତମର ସପ୍ତମ ପ୍ରସଙ୍ଗରେ କଣ ସବୁ ରହୁଛି ନା ଉତ୍ତର ମଧ୍ୟଯୁଗ ବା ରୀତି ଯୁଗ ସବୁ ରହୁଛି। ତତ୍କାଳୀନ ରାଜନୈତିକ ପରିବେଶ ବିଷୟରେ ଆମେ ପଢିବା। ତା ସହିତ ସମକାଳୀନ ସାଂସ୍କୃତିକ ପରିବେଶ, ରୀତି ଯୁଗୀୟ କାବ୍ୟାଦର୍ଶ ହେଲା, ରୀତି ଯୁଗୀୟ କବି ଗଣ, ସେଇ ରୀତି ଯୁଗ ବିଷୟରେ ଜାଣିବା। ତାପରେ ଆସିଲା ତମର ଆଧୁନିକ ଯୁଗ। ଆଧୁନିକ ଯୁଗରେ କଣ ରହୁଛୁ ନା ଇଂରେଜ ଶାସନରେ ଓଡିଶା, ଯେତେବେଳେ ଓଡିଶାରେ ଇଂରେଜ ମାନେ ଶାସନ କରିଥିଲେ, ଏଟା ସବୁ ଆଧୁନିକ ଯୁଗର ନଅଙ୍କ ଦୁର୍ଭିକ୍ଷ ହେଇଯାଉ, ଓଡିଆ ଭାଷା ବିଲୋପ ଚକ୍ରାନ୍ତ ଇତ୍ୟାଦି ସବୁ ପଢିବ କୋଉଠି ନା ଆଧୁନିକ ଯୁଗରେ ହେଲା। ସେପରେ ପ୍ରାକ୍ ସ୍ଵାଧୀନତା କାଳୀନ ସାହିତ୍ୟ, ସେଥିରେ କଣ ପଡିବ ନବଚେତନାର ସାହିତ୍ୟ ଏବଂ ସତ୍ୟବାଦୀ ସାହିତ୍ୟ। ତାପରେ ଆସିଲା ସବୁଜ ସାହିତ୍ୟ, ସବୁଜ ସାହିତ୍ୟରେ କଣ ପଡିବ ସବୁଜ ଗୋଷ୍ଠୀ। ଆଉ ଗୋଟେ ପ୍ରଗତିବାଦୀ ସାହିତ୍ୟରେ ସବୁଜ ସାହିତ୍ୟ, ପ୍ରଗତିବାଦୀ କଣ ସାହିତ୍ୟ କାଳୀନ ପ୍ରମୁଖ ସାହିତ୍ୟ ଶିଳ୍ପୀ କଣ ଇତ୍ୟାଦି ସବୁ ଅଛି। ସେମିତି ସ୍ଵାଧୀନତାର ସାହିତ୍ୟ, ସେଥିରେ କଣ ସବୁ ରହୁଛୁ ନା ଓଡିଆ ପଦ୍ୟ ସାହିତ୍ୟର ଇତିହାସ, ଓଡିଆ ଗଦ୍ୟ ସାହିତ୍ୟର ଇତିହାସ ହେଲା। ସେଥିରେ ପିଲାମାନେ ଯୋଉ ତୁମେ କଣ କହିବି ଯେମିତି 5th ରୁ 6th ସେମିଷ୍ଟାର ଯାହା କିଛି ପଢିଛ, ଯେମିତି ଗଳ୍ପ ହେଇଯାଉ, ଉପନ୍ୟାସ, ସମାଲୋଚନା ହେଲା, ନାଟ୍ୟ ସାହିତ୍ୟ ତ ସେଗୁଡା ହିଁ ଆସିବ। ବିଭିନ୍ନ ପ୍ରକାର ନାଟକ ଗୁଡିକ ଅଛି, ତୁମେ ଯାହା ବି କିଛି ପଢିଛ ଯେମିତି ରକ୍ତମାଟି ହେଇଯାଉ ହେଲା, ଆହୁରି ଯୋଉ ଅନ୍ୟାନ୍ୟ ସବୁ ନାଟକ ଗୁଡିକ ଅଛି, ମାଟିର ମଣିଷ, ତ ସେଗୁଡା ମଧ୍ୟ ପଢିବ। ତା ସହିତ ବିଭିନ୍ନ ପ୍ରକାର ଗଳ୍ପ ଯେମିତି ରିସେଣ୍ଟଲି ତମେ ଯୋଉ ପଢିଛ ଡିମିରି ଫୁଲ ହେଇଯାଉ, ତା ସହିତ ସ୍ମୃତି ବିଭ୍ରାଟ, ସେଗୁଡା ମଧ୍ୟ ପଢିବ ହେଲା। ସେଗୁଡାରୁ ମଧ୍ୟ କ୍ୱେଶ୍ଚେନ୍ ଆସିବ। ଓଡିଆ ସାହିତ୍ୟର ଅନ୍ୟାନ୍ୟ ବିଭାଗ ଗୁଡିକ ଜାଣିବା, ଯେମିତି କି ତମେ ଯୋଉ ଡିଏସି ପେପର ଯୋଉ ଥିଲା ଓଡିଆ ଶିଶୁ ସାହିତ୍ୟ ବିଷୟରେ ହେଲା, ତାପରେ ତା ସହିତ ଓଡିଆ ଚରିତ, ସେଗୁଡାରୁ ମଧ୍ୟ ଆସିବ। ଆଉ ବିଭିନ୍ନ ପ୍ରକାର ଯୋଉ ଭ୍ରମଣ ସାହିତ୍ୟ ଗୁଡାକ ଅଛି ହେଲା, ତ ସେଗୁଡା ମଧ୍ୟ ଆମେ ଗୋଟେ ପରେ ଗୋଟେ ସମ୍ପୂର୍ଣ୍ଣ ଭାବରେ କ୍ଲାସ କରିବା। ତାପରେ ମାନେ ଆଜିର ଭିଡିଓଟେ ଖାସ ତମମାନଙ୍କୁ ଖାଲି ମାନେ ଦେଖିବାର ଥିଲା ଯେ ତମ ଆକ୍ଚୁଆଲି ଯୋଉ ମାନେ ସିପିଟି ରୁ କୋଉଥିରୁ କ୍ୱେଶ୍ଚେନ୍ ଆସୁଛି। ତ ଭିଡିଓଟି ସମ୍ପୂର୍ଣ୍ଣ ଭାବରେ ଦେଖିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ।